ଦଶମ ସ୍କନ୍ଧ ଦ୍ୱାରିକା ଲୀଳା ପଞ୍ଚଶୀତତମ ଅଧ୍ୟାୟ ଶ୍ରୀ ଶୁକବାଚ କହନ୍ତି ରାଜା ଆଗେ ରାକ୍ଷସ ମିଳି ଯଜ୍ଞ ଭାଗେ ଶଶୀ ତପନ ସଙ୍ଗ ମେଳେ ଚକ୍ର ପବନ ରାତ୍ର କାଳେ ତୁଳି ପୁରିଲା ଦଶ ଦିଶେ କୁଣ୍ଠିତେ ପୁରୀ ଗନ୍ଧ ବାସେ ଏ ବୋଲକ ବୀର ମହାରସେ ଆଚ୍ଛାଦିଅ ମେଦ ବରସେ ଯଜ୍ଞ ନାଶନେ ମହାବୀର ମାୟା ପ୍ରକାଶେ ଅନ୍ଧକାର ଭଏ ଚାହାନ୍ତି ବ୍ରହ୍ମ ମୁନି ମିଳିଲା ହସ୍ତେ ଶୂଳ ଘେନି ବର ପ୍ରଚଣ୍ଡ ମହାକାୟ ଅଷ୍ଟ କାମୁଡ଼ି ରୋଷେ ଚାହେଁ ଅନଳ ଖଣ୍ଡ ପ୍ରାୟ ଦିଶେ ତାର ବନ୍ଧନ ଚାରିପାଶେ ତପନ ତମ୍ବା ପ୍ରାୟ ବଢି ବଦନେ ଶୁଭେ ଘୋର ରଡ଼ି ବିକଟ ନିଦାଢ ମୁଖେ ଭ୍ରୁକୁଟି କୁଟିଳ ସୁରେଖେ ଏ ଦେଖି ତାହାର ଦୁଷ୍ଟମତି ହଳ ମୁସଳ ଯଦୁପତି ଏ ହଳ ପାତିଲେ ଶୂନ୍ୟ ମାର୍ଗେ ଏଳେ ମିଳିଲେ ଆସିବେଗେ ଘୋର ଦାନବେ ବିଦାରଣେ ଶୂନ୍ୟ ମିଳିଲେ ତତ୍କ୍ଷଣେ ଗଗନେ ଦେଖି ତା ଶରୀର ଲଙ୍ଗଳ ଅଗ୍ରେ ନୀଳାମ୍ବର ଆକର୍ଷି ଆଣି ଯଜ୍ଞ କୁଣ୍ଡେ ମୁସଳ ପ୍ରହାରିଲେ ମୁଣ୍ଡେ ତକ୍ଷଣେ ହୋଇ ଶତ ଖଣ୍ଡ ତଳେ ପଡ଼ିଲା ମୃତ ପିଣ୍ଡ ରୁଧିର ଗଳେ ତା ବଦନେ ପ୍ରାଣ ଛାଡ଼ିଲା ଘୋର ସନେ ଏ ଦାସବ ବକ୍ରେ ଚିହ୍ନ ଜେନେ ଗିରି ଶବଦେ ଦଶ ଦିଗେ ପୁରୀ ଅବନୀ ହୋଇଲା ଉଶ୍ୱାସ ବ୍ରାହ୍ମଣେ ମିଳି ରାମ ପାଶ ଏ ଆଶିଷ କରନ୍ତି ଆନନ୍ଦେ ନିଗମ ବାକ୍ୟ ଅନୁବାଦେ ପୁଷ୍ପ ବରଷି ସ୍ତ୍ରୀ ଭଣୀ ସୁନ୍ଦର ଦିଶଇ ଧରିଣୀ ରାମେ ପୁରୀତେ ମହାଜଳେ ବୃତ୍ର ବିନାଶେ ଇନ୍ଦ୍ର ଜେନେ ଏ ନାନା କୁସୁମ ପରିମଳ ହୃଦେ ନିବେଶୀ ପଦ୍ମମାଳ ନୀଳ କୁଣ୍ଡଳ ରତ୍ନମଣି ପୂଜିଲେ ଅଳଙ୍କାର ଘେନି ଏ ବ୍ରାହ୍ମଣେ ହୋଇ ଅନୁଜ୍ଞାତ ହରସ ରୋହିଣୀର ସୁତ ସ୍ନାନ ସାରିଲେ ବିପ୍ର ମିଳେ ପିତୃ ଦେବତା ତୋଷୀ ଜଳେ ମିଳିଲେ ମାନ ସରୋବରେ ଯଉଁ ସରଜୁ ଅବତାରେ ସରଜୁ ଅନୁବ୍ରତେ ବଳି ବେଣୀ ପ୍ରୟାଗେ ଯାଇ ମିଳି ଏ ସ୍ନାନ ସାରି ସେ ରାମ ପାଦେ ମିଳିଲେ ମହେନ୍ଦ୍ର ଅନଳେ ତହିଁ ଦେଖିଲେ ପରଶୁରାମ ଯେ ଯୋଗୀ ଗଣେ ଶୁଦ୍ଧ ଧାମ ତାହାକୁ କରି ନମସ୍କାର ଗମନ କଲେ ହଳଧର ଏ ବ୍ୟାଙ୍କଟ ପ୍ରଭୁ ଦର୍ଶନ ଆନନ୍ଦେ ରୋହିଣୀ ନନ୍ଦନ ତହୁଁ ଚଳିଲେ ତୋପନିଷ୍ଠି ପୁଣି ମିଳିଲେ କାମ କୋଟି ଏ କାଞ୍ଚି କାବେରୀ ତହୁଁ ଗଲେ ଗୋପୀ ଜନକ ସଙ୍ଗେ ମିଳେ ଶ୍ରୀରଙ୍ଗ ତୀର୍ଥ ତହୁଁ କରି ନିରାଶ ନିଧି ଯଉଁ ହରି ବୃଷଭ ପୁରୀ ବିଷ୍ଣୁ ସ୍ଥାନ ତହୁଁ ଚଳିଲେ ମଧୁବନ ଦକ୍ଷିଣ ମୁଖେ ଅପ୍ରମାଦେ ରାମ ମିଳିଲେ ସେତୁ ବନ୍ଦେ ଏ ତୁରିତ ସଦର୍ଶନେ ଶ୍ରୀରାମ ପୂଜିତ ସମନେ ରଘୁନାଥଙ୍କ ପ୍ରୀତି ଅର୍ଥେ ଧେନୁ ଉତ୍ସର୍ଗିଲେ ହେଉତେ ତହୁଁ ଆନନ୍ଦେ କାମପାଳ ମିଳିଲେ ପୂର୍ଣ୍ଣାହୁତି ମାଳ ତହୁଁ ମିଳିଲେ ତାମ୍ର ପର୍ଣ୍ଣା ସଙ୍ଗେ ଅନେକ ବିପ୍ର ଘେନି ମଳୟ କୁବାବଳ ଦେଶେ ମିଳି ଅଗସ୍ତି ମୁନି ପାଶେ ଚରଣେ କରି ନମସ୍କାର ଆଶିଷ ଘେନି ତାଙ୍କର ଦକ୍ଷିଣ ସିନ୍ଧୁ ତୀରେ ମିଳି ରାମ ଦେଖିଲେ ଭଦ୍ରାକାଳୀ ଦୁର୍ଗା ନିକଟେ କୁମ୍ଭ ମାସେ ରାମ ରହିଲେ ମହାମନ ତୋଷେ ଉତ୍ତମ ତୀର୍ଥ ପଞ୍ଚାବସର ତହିଁ ମିଳିଲେ ହଳଧର ଜୟ ଗୋବିନ୍ଦ ସନ୍ନିହିତ ତହିଁ ଉତ୍ସର୍ଗ ଧେନୁ ସତ ତହୁଁ ଆନନ୍ଦେ ବଳରାମ କେରଳ ନଗରେ ଆଗମ ତହୁଁ କାର୍ତ୍ତିକ ଲିଙ୍ଗ ଦେଖି ପୁଣି ମିଳିଲେ ଜ୍ୱାଳାମୁଖୀ ବର୍ଣ୍ଣ ତୀର୍ଥେ ମହାସ୍ନାନେ ଜହିଁ ଧୂଳିଟି ସନ୍ନିଧାନେ ତହୁଁ ମିଳିଲେ ଆର୍ଯ୍ୟ ବେଦୀ ବ୍ୟାସ ନନ୍ଦନ ପାଦେଗେ ସେବି ତହୁଁ ଗମନ ପୂର୍ବ ମୁଖେ ମିଳିଲେ ତୀର୍ଥ ପୁଣ୍ଡରୀକେ ଏ ତହୁଁ ଦ୍ୱାରକାନାଥ ଭାବି ଦଣ୍ଡକାରଣ୍ୟ ଭୂମି ସେବି ତହୁଁ ଗମନ ଦେବାତୀରେ ପ୍ରବେଶ ମାହେଶ୍ୱରୀ ପୁରେ ଏ ସ୍ନାନ ସାରିଣ ଧେନୁ ତୀର୍ଥେ ଧେନୁ ଉତ୍ସର୍ଗୀ ଶିବ ଅର୍ଥେ ଏ ସନ୍ତୋଷେ ରୋହିଣୀ ନନ୍ଦନ ପୁଣି ପ୍ରବାସେ ଆଗମନ ଏ ବନ୍ଦିଲେ ବିପ୍ରଙ୍କ ଚରଣ ସୁକ ବୋଲନ୍ତି ରାୟ ଶୁଣ କୁରୁ ପାଣ୍ଡବ ଯୁଦ୍ଧ ବାଣୀ ବିପ୍ରଙ୍କ ମୁଖ ରାମ ଶୁଣି ଅନେକ ରାଜା ଗଲେ ନାଶ ସୈନ୍ୟ କେଉଣି ଅଷ୍ଟାଦଶ ଏ ଶୁଣି ସାନନ୍ଦ ହଳଧର ବୋଇଲେ ଗଲା ଭୂମି ଭାର ସୁଜନେ ନାହିଁ ଦୁଷ୍ଟ ବାଧା ଯୁଦ୍ଧେ ହୋଇଲା ଶେଷ ଗଦା ଯେ ଯୁଜନ୍ତି ବେନି ଜନ ଦୁର୍ଜୟ ଭୀମ ଦୁର୍ଯ୍ୟୋଧନ ଏ ବିଷମ ଶୁଣି ଗଦା ଯୁଦ୍ଧେ ରାମ ମିଳିଲେ ରଣବଦେ ରାମକୁ ଦେଖି ପଣ୍ଡୁ ସୁତ ସଙ୍ଗତେ ଛନ୍ତି ତିନି ଭ୍ରାତ ଏ କୃଷ୍ଣ ଅଛନ୍ତି ତାଙ୍କ ମେଳେ ତା ଦେଖି ରାମ ସୁଖ ଓଳେ ଏ କୃଷ୍ଣକୁ ଆଲିଙ୍ଗନ କରି ଧର୍ମନନ୍ଦନ କର ଧରି ଗୋବିନ୍ଦ ରାମ ପାଦେ ନମି କିଛି ନ ବୋଲି ହେଲେ ତୁନି ରାମ ଚାହିଁଲେ ବେନି ବୀର ଗଦା ସମର ମହାଗର ଏ ଭାଙ୍ଗିବା ଅର୍ଥେ ବିଚାରିଲେ ମାନ ଗୋବିନ୍ଦ ପଚାରିଲେ ଦେଖି ମଙ୍ଗଳ ଗଦା ଗତି ବୋଲନ୍ତି ଦେ ରେବତୀର ପତି ନ ହେ ଦୁର୍ଯ୍ୟୋଧନ ଭୀମ ଗଦା ସମରେ ସରିସମ
उत्तम शिक्षा दुर्योधन बले अधिक भीमसेन ए गदारे तो फल नाही संग्राम छाड़ तुम्बे दुई गदा प्रहारे दृढ़ मति रामर वाक्य न शुणती घोर समर प्रहारती राम देखिले तांको मति ए बध बैरी सुमरती आनंद मने द्वारावती मिलिले रोहिणी नंदन देखी आनंद उग्रसेन ए बंधु बांधव पुत्र बल करती जणे जणे कोलम हेमते रही दिना केते मिलिले नैमिष तीर्थे यज्ञ जे थिले मुनि जने तक्षणे रामर वचने हे राम को कराइले जाग निवृत्ति क्रिया अनुराग संतोषे रोहिणी नंदन मुनि को देले दिव्य ज्ञानम करी माया बले वच रविर प्राय रश्मि दृश्य ए संगते ज्ञानी निज नारी से अवभूते स्नान करी क्रुद बंधु संगे ताई शशंक प्राय विराजई ए आदि जेते कर्म गुण राजन एक मने शुणम माया मनुष्य अवतार के कौ महिमा तार राम कर्म जे शुणती माया गहने न पड़ती भय संध्या काले पुणी विष्णु सेवक जेते प्राणी ए भक्ति लभंती से तत्व कहि विप्र जगन्नाथ श्रीमद भागवते महापुराणे परमहंसं सहिते 82 दशम स्कंदे बलदेव तीर्थ यात्रा गमने नाम 85तम अध्यायम् बोलानंदे कवार हरि हरि बोलम।